ଘରେ ଦରିଦ୍ରତା ଆସିବାର 10ଟି ମୁଖ୍ୟ କାରଣ। ଦର୍ଶକ ବନ୍ଧୁ, ପ୍ରତ୍ୟେକ ମଣିଷ ନିଜର କାମ ଏବଂ କର୍ତ୍ତବ୍ୟ ସବୁବେଳେ କରିଥାନ୍ତି। କହିବାକୁ ଗଲେ କିଛି ଜଣ ନିଜ ମନରୁ ଗରିବୀ ହୋଇଥାନ୍ତି ତ କିଛି ଜଣ ନିଜର କର୍ମ ଦ୍ୱାରା ଗରିବୀ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆପଣଙ୍କର କିଛି ଖରାପ ଅଭ୍ୟାସ ଆପଣଙ୍କୁ ଦରିଦ୍ର କରିଥାଏ। ଭୌତିକ ଜୀବନରେ ଯିଏ ଧନର ସଠିକ ଉପଯୋଗ କରିଥାଏ ସେ ଧନବାନ ହୋଇଥାଏ। ଆଜି ଆମେ ବାସ୍ତୁ ଏବଂ ଜ୍ୟୋତିଷର ଆଧାର ଅନୁସାରେ କିଛି କହିବାକୁ ଯାହାକୁ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କର ଏପରି ଅଭ୍ୟାସ ରହିଛି ତେବେ ଏହାକୁ ବଦଳାଇ ଦିଅନ୍ତୁ। ଯଦି ଆପଣ କାଙ୍ଗାଳ ହେବାକୁ ନ ଚାହୁଁଛନ୍ତି ତେବେ ଏହି ଭିଡ଼ିଓକୁ ଅବଶ୍ୟ ଦେଖନ୍ତୁ ଏବଂ କମେଣ୍ଟରେ ଜୟ ମହାଲକ୍ଷ୍ମୀ ନିହାତି ଲେଖନ୍ତୁ। ଚାଲନ୍ତୁ ଜାଣିବା ଘରେ ଦରିଦ୍ରତା ଆସିବାର କାରଣ। ସେ ବିଷୟରେ ଆଗକୁ ଆପଣମାନଙ୍କୁ ବଛା ବଛା କିଛି କାରଣ କହିବି। ଯେମିତିକି ସକାଳୁ ଡେରିରେ ଉଠିବା। ଆଜିକାଲିର ଆଧୁନିକ ଦିନଚର୍ଯ୍ୟାକୁ ଆପଣାଉଥିବା ଲୋକମାନେ ରାତିରେ ଜଲ୍ଦି ନ ଶୋଇ ସକାଳ ଅଧିକ ସମୟ ଶୋଇ ରହିଥାନ୍ତି। ଶାସ୍ତ୍ରରେ ଏମିତି ଅଭ୍ୟାସକୁ ଭୁଲ ବୋଲି କୁହାଯାଇଛି। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ। ସକାଳ ଜଲ୍ଦି ଉଠିବା ଦ୍ୱାରା ମନୁଷ୍ୟର ଦିମାଗରେ ନୂଆ ନୂଆ ବିଚାର ଆସିଥାଏ ଯାହା ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଡେରିରେ ଉଠିଥାଏ ସେ ଯେତେ ରୋଜଗାର କଲେ ବି ସବୁବେଳେ ଧନର ଅଭାବ ଦେଖାଯାଇଥାଏ। ଦ୍ୱିତୀୟରେ ସେଜ ଉପରେ ବସି ଖାଇବା। କେତେ ଲୋକଙ୍କର ଅଭ୍ୟାସ ହୋଇଥାଏ କି ସକାଳେ ଓ ସନ୍ଧ୍ୟାରେ ସେମାନେ ସେଜ ଉପରେ ବସି ଖାଦ୍ୟ ଖାଇଥାନ୍ତି। କ'ଣ ଆପଣଙ୍କୁ ଜଣାଅଛି ଏମିତି କରିବା ଦ୍ୱାରା ଲକ୍ଷ୍ମୀ ମା ରାଗି ଯାଇଥାନ୍ତି ଯାହାଦ୍ୱାରା ଆପଣଙ୍କ ଘରେ ସଦାସର୍ବଦା ଧନହାନିର ଯୋଗ ରହିଥାଏ। ତୃତୀୟରେ ଖାଲି ବାଲ୍ଟି। ବାଥରୁମରେ ଖାଲି ବାଲ୍ଟି ରଖିବା ଦ୍ୱାରା ନକାରାତ୍ମକ ଉର୍ଜାର ବାସ ରହିଥାଏ। ଯଦି ବାଲ୍ଟିରେ ପାଣି ନ ରଖୁଛନ୍ତି ତେବେ ଖାଲି ମଧ୍ୟ ରଖନ୍ତୁ ନାହିଁ, ବାଲଟିକୁ ଓଲଟାଇ ରଖିଦିଅନ୍ତୁ। ଚତୁର୍ଥରେ ଅଇଁଠା ବାସନ। କେବେ ବି ରାତିରେ ଅଇଁଠା ବାସନ ରୋଷେଇ ଘରେ ରଖନ୍ତୁ ନାହିଁ। ରୋଷେଇ ଘରେ ଅଇଁଠା ବାସନ ରଖିଲେ ରୋଷେଇ ଘର ଅପରିଷ୍କାର ହୋଇଥାଏ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଏହାଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ। ଯେତେ ବି ପରିଶ୍ରମ କଲେ କେବେ ବି ଧନ ଅଣ୍ଟିବ ନାହିଁ। ଘୋଷାଡ଼ି ଘୋଷାଡ଼ି ଚାଲିବା। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ଯେ କିଛି ଲୋକ ନିଜର ଚପଲକୁ ଘୋଷାଡ଼ି ଘୋଷାଡ଼ି ଚାଲିଥାନ୍ତି। କେତେ ଲୋକ ଏପରି ଚାଲିବା ଦ୍ୱାରା ତାଙ୍କର ପାଦର ଚପଲ ବି ଚେପ୍ଟା ହୋଇଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟକ୍ତିର ଏମିତି ଅଭ୍ୟାସ ଭୁଲ ଅଟେ। ଏହାଦ୍ୱାରା ଆପଣଙ୍କର ବୈବାହିକ ଜୀବନର ଅଶୁଭ ହୋଇଥାଏ ଏବଂ ଯାହା ବର୍ବାଦର ମୁଖ୍ୟ କାରଣ। ଦୁଃଖର ସାମ୍ନା ଏବଂ ଘରେ ଦରିଦ୍ରତାର ବାସ ରହିଥାଏ। ମହିଳାଙ୍କର ଅସମ୍ମାନ। ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକ ମହିଳାଙ୍କର ଅପମାନ କରିଥାଏ ଏବଂ ନିଜ ସ୍ତ୍ରୀକୁ ଯିଏ ପସନ୍ଦ କରିନଥାଏ, ଗାଳି ଗୁଲଜ କରିଥାଏ, ତା ଉପରେ ବି ମା ଲକ୍ଷ୍ମୀ କେବେ ବି ସନ୍ତୁଷ୍ଟ ହୋଇ ରହିନଥାନ୍ତି। ତେଣୁ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ଟଙ୍କା ରହୁ ବୋଲି ତେବେ ଆପଣମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତୁ। ଯଦି ଆପଣମାନେ ରୋଷେଇ ଯେତେବେଳେ ବି କରୁଛନ୍ତି ସାଙ୍ଗେ ସାଙ୍ଗେ ଗ୍ୟାସ୍ ଚୁଲାକୁ ଯଦି ଧୋଇ ଦେଉଛନ୍ତି, ଗରମ ଚୁଲାକୁ ଯିଏ ଧୋଇଦିଏ ସେ ମଧ୍ୟ ମା ଲକ୍ଷ୍ମୀଙ୍କର କୋପର ପାତ୍ର ହୋଇଥାଏ। ତେଣୁ ଗରମ ଚୁଲାକୁ ଧୁଅନ୍ତୁ ନାହିଁ। ନଳରୁ ପାଣି ପଡ଼ିବା। କିଛି ଜଣଙ୍କର ଟେପକୁ ସେମାନେ ଠିକ କରନ୍ତି ନାହିଁ ଯାହାଦ୍ୱାରା କି ଟପ୍ ଟପ୍ ହୋଇ ପାଣି ବାରମ୍ବାର ପଡ଼ୁଥାଏ। ଘରେ ନଳରୁ ପାଣି ବହିବା ସୁଖ ସମୃଦ୍ଧି ରାସ୍ତାରେ ବାଧା ଆସିଥାଏ। ଶାସ୍ତ୍ର ଅନୁସାରେ ନଳରୁ ପାଣି ବହିବା ଧନହାନିର ସଂକେତ ହୋଇଥାଏ। ଆଙ୍ଗୁଳି ଚାଟିବା। ଖାଇସାରିଲା ପରେ କିଛି ଲୋକ ନିଜ ଆଙ୍ଗୁଠିକୁ ଚାଟିଥାନ୍ତି। ଏହାଦ୍ୱାରା କ'ଣ ହୋଇଥାଏ ନା ଏହାଦ୍ୱାରା ଆୟୁ କମ୍ ହେବା ସଙ୍ଗେ ସଙ୍ଗେ ଘରକୁ ଦାରିଦ୍ରତା ଆସିଥାଏ। ତେଣୁ ଖାଇସାରିବା ପରେ କେବେ ବି ଆଙ୍ଗୁଠିକୁ ଚାଟନ୍ତୁ ନାହିଁ। ଅପଶବ୍ଦ କହିବା। ଯେଉଁ ଲୋକ ଅନ୍ୟ ବିଷୟରେ ଆପଣଙ୍କୁ କହିଥାଏ ବା ଅପମାନ କରିଥାଏ ତେବେ ସେହି ଲୋକ ପାଖରେ ପଇସା ରହିନଥାଏ। ଏମିତିକି ଅନ୍ୟର ଅପମାନ କରୁଥିବା ଲୋକ ଯଦି ଧନୀ ହୋଇଥାଏ ତେବେ ତାଙ୍କର ଖରାପ ଅଭ୍ୟାସ କାରଣରୁ ସେମାନେ କାଙ୍ଗାଳ ହୋଇଯାଆନ୍ତି। ଅହଙ୍କାର ଏବଂ ଧୋକାବାଜ ଏମିତି ଅଭ୍ୟାସ ହୋଇଥାଏ ଯାହାକୁ ବ୍ୟକ୍ତି ବର୍ବାଦ କରି ଛାଡ଼ିଥାଏ।
ଥାଳିରେ ଖାଦ୍ୟ ବଳକା କରି ଛାଡ଼ିବା। ଶାସ୍ତ୍ରରେ କୁହାଯାଇଛି ଯେ ଆମେ ଅନ୍ନର ଅପମାନ କରିବା ଅନୁଚିତ। ଥାଳିରେ ଖାଦ୍ୟ ଛାଡ଼ିବାର ଅର୍ଥ ଅନ୍ନର ଅପମାନ କରିବା। ତେଣୁ ଥାଳିରେ ଏତିକି ବି ଖାଦ୍ୟ ରଖନ୍ତୁ ନାହିଁ। ଦର୍ଶକ ବନ୍ଧୁ, କେତେ ଭୋକିଲା ଲୋକ ଖାଦ୍ୟ ନ ପାଇ ରହୁଛନ୍ତି, ଆଉ ଆମେ ଯଦି ଖାଦ୍ୟ ନଷ୍ଟ କରିବା ଏହା ଖାଦ୍ୟର ଅପମାନ ବୋଲି କୁହାଯାଏ। ଅନ୍ନପୂର୍ଣ୍ଣାଙ୍କର କୋପରୁ ଆମକୁ କେହି ବି ବଞ୍ଚାଇ ପାରିବେ ନାହିଁ। ବଡ଼ ଲୋକଙ୍କର ଅପମାନ କରିବା। ଶାସ୍ତ୍ରୀୟ ମତ ଅନୁସାରେ ବଡ଼ ଲୋକଙ୍କର ଅପମାନ କରିବା, ଯାହା ଦ୍ୱାରା କି ଗୁରୁଜନଙ୍କର ଅପମାନ କରିବା, ଏହା ବି ଏକ ଖରାପ ଅଭ୍ୟାସ ଅଟେ। ତେଣୁ ଆମେ ଏପରି ବିଲକୁଲ କରିବା ଉଚିତ ନୁହଁ। ଆମେ ଯଦି ଏପରି କରିବା ଆମ ଛୁଆମାନେ ବି ଶିଖିବେ। ତେଣୁ ଏମିତି ଜମା ବି କରନ୍ତୁ ନାହିଁ। ଏହା ସହିତ ବଡ଼ ଲୋକଙ୍କୁ ଗୁରୁଙ୍କୁ ସ୍ୱରୂପ ବୋଲି ମନାଯାଇଥାଏ। ସେହି ଘରେ ଭଗବାନ ବିଷ୍ଣୁଙ୍କର ବାସ ରହିଥାଏ। ବଡ଼ ଲୋକଙ୍କର ସମ୍ମାନ କରିବା ଦ୍ୱାରା ଦେବୀ ଦେବତା ଖୁସି ରହିଥାନ୍ତି। ହାତରେ ଲୁଣ ଦେବା। ଏମିତି ମାନ୍ୟତା ଅଛି ଯେ ଲୁଣ ଘରର ନକାରାତ୍ମକ ଉର୍ଜାକୁ ଅବଶୋଷିତ କରିଥାଏ। ଆପଣ ଯଦି କାହାକୁ ଲୁଣ ଦେଉଛନ୍ତି ତେବେ ହାତରେ ଦିଅନ୍ତୁନି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମନାଯାଇଥାଏ। ସବୁବେଳେ ଥାଳିରେ କିମ୍ବା ପ୍ଲେଟରେ ଦିଅନ୍ତୁ, କିନ୍ତୁ ହାତରେ କେବେ ଦିଅନ୍ତୁ ନାହିଁ। ଏବଂ ଯେଉଁ ଲୋକମାନେ ଖାଇବା ବସିବା ପରେ ଲୁଣ ମାଗୁଛନ୍ତି, ଏହା ବି ଏକ ଖରାପ ଅଭ୍ୟାସ ଅଟେ। ତେଣୁ ଆଗରୁ ହିଁ ଲୁଣକୁ ନେଇକରି ବସନ୍ତୁ। ନିଶା କରିବା। ଯେଉଁ ବ୍ୟକ୍ତି ନିଶା କରିଥାଏ ତା ପାଖରେ ଟଙ୍କା ରହିନଥାଏ, ତା ଘରେ ଲକ୍ଷ୍ମୀ ମା କେବେ ବି ରହିନଥାନ୍ତି। କେବଳ ନିଶାର ଅର୍ଥ ଏହା ନୁହେଁ ଯେ ମାଦକ ଦ୍ରବ୍ୟ। ଆପଣ ଗୁଟକା, ସିଗାରେଟ ଯାହା ବି, ଏହା ଦ୍ୱାରା ତ ଟଙ୍କା ତ ଖର୍ଚ୍ଚ ହୋଇଥାଏ। ତେଣୁ ଏସବୁରୁ ବଞ୍ଚିକି ରୁହନ୍ତୁ। ଏହା ଦ୍ୱାରା ଅଳ୍ପ ଆୟୁକୁ ଆପଣ ସାମ୍ନା କରିବେ। ମାଦକ ଦ୍ରବ୍ୟର ସେବନ କରିବା ଦ୍ୱାରା ବି ରାହୁର ବିପରୀତ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ, ଯାହାଦ୍ୱାରା କି ଆପଣଙ୍କ ଉପରେ ଟଙ୍କାଟିଏ ବି ରହିନଥାଏ। ଘର ସଫାସୁତୁରା ନ ରଖିବା। କିଛି ମହିଳାଙ୍କୁ ଆପଣ ଦେଖିଥିବେ ଜିନିଷପତ୍ର ଏମିତି ଅସଜଡ଼ା କରି ରଖିଥିବେ ଯେ ସେହି ଘର ଚିଡ଼ିଆଖାନା ପରି ଲାଗୁଥିବ, ଦୁର୍ଗନ୍ଧ ଆସୁଥିବ। ସେମିତି ଘରେ ବି ମା ଲକ୍ଷ୍ମୀ କେବେ ବି ରହିନଥାନ୍ତି। ଆପଣ କିଛି କରନ୍ତୁ କିମ୍ବା ନ କରନ୍ତୁ, ଘର ସଫାସୁତୁରା ରଖିବେ, ନିଜେ ସଫାସୁତୁରା ରହିବେ, ସେହି ଘର ବହୁତ ଆଗକୁ ଆଗକୁ ଉନ୍ନତି ଆଡ଼କୁ ଚାଲିଯିବ। ଯେଉଁ ବ୍ୟକ୍ତି ବାଥରୁମରେ ନିର୍ବସ୍ତ୍ର ହୋଇ ସ୍ନାନ କରିଥାଏ, ସେହି ଘରେ ବି ସବୁବେଳେ ଧନହାନିର ସଂକେତ, ଧନହାନି ବାରମ୍ବାର ହୋଇଥାଏ, ଅଶୁଭ ହୋଇଥାଏ। ତେଣୁ ଏମିତି ଜମା ବି କରନ୍ତୁ ନାହିଁ। ଚିଲ୍ଲେଇକି କଥା କହିବା। ଯେଉଁ ଘରର ମହିଳା ଚିଲ୍ଲେଇକି କଥା କହିଥାନ୍ତି, ତାଙ୍କ ଘରେ ମା ଲକ୍ଷ୍ମୀ କେବେ ବି ଶାନ୍ତ ହୋଇ ରହିନଥାନ୍ତି, ସ୍ଥିର ହୋଇ ରହିନଥାନ୍ତି। କ୍ରୋଧକୁ ଯେଉଁ ମହିଳା ବା ଯେଉଁ ପୁରୁଷ ଆକଟ କରି ରଖିପାରିନଥାନ୍ତି, ଲିମିଟରେ ନ ରହିଥାନ୍ତି, ଅପଶବ୍ଦ କହିଥାନ୍ତି, ସେହି ଘରେ ଫାଲତୁରେ ଅପଖର୍ଚ୍ଚ ହୋଇଥାଏ। ତେଣୁ ଆପଣମାନେ ବି ଏମିତି ଜିନିଷରୁ ଦୂରେଇ ରୁହନ୍ତୁ। ଦର୍ଶକ ବନ୍ଧୁ, ଏହି ସବୁ ଜିନିଷ ଘରର ଦାରିଦ୍ର୍ୟତାକୁ ବହୁତ ଅଧିକରୁ ଅଧିକ କରିଥାଏ। ତା ସହିତ ଯେଉଁ ମହିଳା ନିଜେ ଅସୁନ୍ଦର ହୋଇ ରହିଥାଏ, ଅର୍ଥାତ୍ ଯେଉଁ ମହିଳାମାନେ ନିଜକୁ ସାଜ ଶୃଙ୍ଗାର ନ କରି ସବୁବେଳେ ଅସଜଡ଼ା ହୋଇ ରହିଥାନ୍ତି, ସେମାନଙ୍କ ଉପରେ ବି ମା ଲକ୍ଷ୍ମୀ କେବେ ବି ପ୍ରସନ୍ନ ରହିଥାନ୍ତି। ଏବଂ ଯେଉଁ ମହିଳା ସର୍ବଦା କର୍କଶ ସ୍ୱରରେ କଥା କହିଥାଏ, ନିଜେ ଅସୁନ୍ଦର ହୋଇ ରହିଥାଏ, ମୁହଁରେ କେବେ ବି ହସ ନଥାଏ, ତାଙ୍କ ସ୍ୱାମୀଙ୍କର କେବେ ବି ଉନ୍ନତି ହୋଇନଥାଏ। ତାପରେ ଯେଉଁ ବ୍ୟକ୍ତି ବା ମହିଳା ନିଜର ଦାନ୍ତରେ ନଖକୁ ଛିଣ୍ଡାନ୍ତି, ଏହା ଦ୍ୱାରା କଣ ହୋଇଥାଏ ନା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଇଥାନ୍ତି। ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିନଥାଏ। ଏହା ଦ୍ୱାରା ରାହୁଙ୍କର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ। ଯେଉଁ ଘରର ମହିଳାମାନେ ପୂଜା କରିନଥାନ୍ତି, ଲେଟ୍ରେ ପୂଜା କରିଥାନ୍ତି, ପୂଜା ଘରକୁ ଅସଜଡ଼ା କରି ରଖିଥାନ୍ତି, ଜିନିଷପତ୍ର ଏଣେ ତେଣେ ଫୋପାଡ଼ିଥାନ୍ତି, ସେହି ଘର ବି କାଙ୍ଗାଳର ଏକ ପୂର୍ବ ସଂକେତ ଅଟେ। ତେଣୁ ଏପରି ଭୁଲ ଜମା ବି କରନ୍ତୁ ନାହିଁ। ଅଧିକ ସମୟ ପର୍ଯ୍ୟନ୍ତ ମହିଳାମାନେ କେବେ ବି ଶୁଅନ୍ତୁ ନାହିଁ, ଯାହାଦ୍ୱାରା ଏବଂ ନିଜ କେଶ ଖୋଲା କରି ରଖନ୍ତୁ ନାହିଁ। ଆଜିକାଲି ଆଧୁନିକ ଯୁଗରେ ଦେଖିଥିବେ କେଶ ସଦାସର୍ବଦା ଖୋଲି କରି ରହିଥିବ, କିନ୍ତୁ ପୂଜା କରିବା ସମୟରେ ଭୁଲରେ ବି କେଶକୁ ଖୋଲା କରି ରଖନ୍ତୁ ନାହିଁ ଏବଂ ନିଜ ମଥାରେ ଓଢ଼ଣୀକୁ ନିଶ୍ଚୟ ଢାଙ୍କି କରି ରଖି ପୂଜା କରନ୍ତୁ, ଯାହାଦ୍ୱାରା କି ପୁଣ୍ୟର ଫଳ ପ୍ରାପ୍ତ କରିପାରିବେ। କିଛି ଜିନିଷ ଏମିତି ଅଛି ଯାହାକୁ ମାନିବାକୁ ଆମକୁ ନିହାତି ଦରକାର ଅଟେ। ତା ସହିତ ଲୁଣ ତେଲ କେବେ ବି ଦାନ ଦିଅନ୍ତୁ ନାହିଁ। କେହି କେତେ ମାଗିଲେ ବି ଆପଣ ଦିଅନ୍ତୁ ନାହିଁ। ସନ୍ଧ୍ୟା ସମୟରେ କ୍ଷୀର, ଲୁଣ, ଦହି ଏସବୁ ତ କାହାରିକୁ ଦେବା ଉଚିତ ନୁହଁ, ଯିଏ ଯାହା ବି ହୋଇଯାଉ। ଏମିତି ଦେବା ଦ୍ୱାରା ଘରକୁ କାଙ୍ଗାଳ ପରିସ୍ଥିତି ଆସିଥାଏ। ନିଜ ଘରର ବାସନ ଯେମିତିକି କଢ଼ାଇ, ରୁଟି ବେଲଣା, ତାୱା କେବେ ବି ପଡ଼ୋଶୀଙ୍କ ସହିତ ସେୟାର କରନ୍ତୁ ନାହିଁ।
କିଛି ବି ହେଇଯାଉ ଆପଣ ଏହି ସବୁ ଜିନିଷ କାହାରିକୁ ବି ଦେବେ ନାହିଁ। ନିଜ ଘରର ଏହି ସବୁ ଜିନିଷକୁ ସଦା ସର୍ବଦା ଆପଣ ମାନେ ନିଜ ଘରେ ହିଁ ରଖିବା ପାଇଁ ଦିଅନ୍ତୁ, କେବେ ବି ଅନ୍ୟକୁ ଦିଅନ୍ତୁ ନାହିଁ, ଯାହାଦ୍ୱାରା କି ଆପଣ ମାନେ ମା ଲକ୍ଷ୍ମୀଙ୍କର କୃପାରୁ ବଞ୍ଚିତ ରହିବେ। ଏବେ ଦର୍ଶକ ବନ୍ଧୁ ତା ସହିତ ଆଉ ଗୋଟିଏ ଛାଞ୍ଚୁଣୀକୁ ଏପଟ ସେପଟ କରି ଫିଙ୍ଗିବା, ଛାଞ୍ଚୁଣୀରେ ଗୋଡ଼ ବଜାଇବା, ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଦୀପାବଳିରେ ଝାଡୁକୁ ପୂଜା କରାଯାଏ, କାରଣ ଝାଡୁ ହଉଛି ଲକ୍ଷ୍ମୀ ସ୍ୱରୂପା। ତେଣୁ ଝାଡୁକୁ କେବେ ବି ଗୋଡ଼ ବଜାନ୍ତୁ ନାହିଁ, ଏହା ଦ୍ୱାରା ଆପଣଙ୍କର ଘରକୁ କାଙ୍ଗାଳ ଆସିଥାଏ। ନିଜ ପର୍ସକୁ କେବେ ବି ଖାଲି ରଖନ୍ତୁ ନାହିଁ, ପର୍ସରେ ଅଧିକ ବିଲ୍ ବି ରଖନ୍ତୁ ନାହିଁ। ସକାଳ ଏବଂ ସନ୍ଧ୍ୟାରେ କର୍ପୂରର ଆଳତି, ଝୁଣା ଆଳତି କରନ୍ତୁ, ଘରେ ଭଜନ ଲଗାନ୍ତୁ, ଶୁଦ୍ଧ ରୁହନ୍ତୁ, ପବିତ୍ର ରୁହନ୍ତୁ, ଧୀର ସ୍ଥିର କଥା କୁହନ୍ତୁ, ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତୁ, ନିଶ୍ଚୟ ପ୍ରଭୁଙ୍କର କୃପା ରହିବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ।